आपण मानकर ये मरा मरा शब्द राम नाम उच्चारण करी मुक्ति पाइला अर्थात एठी कथा कहबार कथा जे एते बड़ पापी रत्नाकर जे पाप करिथिला बोली ता पाटी रे राम शब्द उच्चारण हेलानी किंतु अजामिल काहींकी तरीगला पुत्र नाम को जपी तार मानेटा कोन नव ध्रुवा दल कांति मोराम राजीव नेत्र अयोध्या नायक त्रैलोक्य पालक जेउ पाद सुर नरे बंदिता राजीव अयोध्या नायक त्रैलोक्य नरे बंदिता विश्वामित्र संगे गल धनु जमारी काम्य पवन तारी गौत मनारी रंगा चरण रे गंगा बही बारू गंगार गोइला पाद कैवत धनु भांगी दिबा मल्टी रेणुका तनु मुखे बोली लकारी रेणुका तनु मुखे मंथर मंत्र रे विमाता सत्य रे हाथ बेली बस बन आगत सपत सागर मधे बांधी लबंग तब सनास करिल एक स्वतंत्र तब सनास करिल तब सनास करिल लिंगराज भाड़े अंतिम काले लिंगराज भाड़े अंतिम काले दर्शन देवती जानकी कांत काशी राम राजीव नेत्र नव काशी राम
କରି ମନ ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନ ପାପ ପୁଣ୍ୟ କଥାରେ ଯେ ହୋଇବ ତାହାପରେ ଏ କଥାକୁ ହେବ ସମାଧାନ। ମୁଁ ଆଜ୍ଞା ଗାଇଲା ବାଲା ନୁହଁ, ସମସ୍ତେ ତ ଜାଣିଛ ମୁଁ ଗାଇଲା ବାଲା ନୁହଁ। ଏମାନେ ସମସ୍ତେ ଟିକେ ଢାବା ହେବେ, ମୁଁ ହୋଟେଲ। ତେଣୁ ମତେ କହିଲ ଆପଣ ମାନଙ୍କର ଅଜାମିଳ ନାମେ ସେ ମହାପାପୀ ତରିଗଲା ପୁତ୍ର ନାମକୁ ଜପି ଜପି ଯଦି ଜଣଙ୍କର ପାପ ଲାଗି ତା ମୁଖରେ ରାମ ନାମ ଉଚ୍ଚାରଣ ହଉନି ହଉନି ଆଉ ଜଣେ ପାପୀ ବେଶ ପ୍ରଭୁର ନାମ କେମିତି ପଶିଲା ଏବଂ ପ୍ରଭୁଙ୍କର ନାମ ଉଚ୍ଚାରଣ କରି ସେ ମୁକ୍ତି ପାଇଲା। ସେଇଟା ତ ମୁଁ ପଚାରିଥିଲି ଆଉ ଗଣ୍ଠିଟା ହେଇଛି ଏ କଥା ଭିତରେ ଗୋଟାଏ ଦର୍ଶନ ଅଛି। ଦର୍ଶନ ଅଛି ଭରି ଅଛି କଣ ଆପଣ ମାନେ ଦେଖନ୍ତୁ ବେଶ ଏ ରତ୍ନାକର ଖଣ୍ଟ ଥିଲା, ବେଶ ତା ମନରେ ପ୍ରାରମ୍ଭରୁ ଆସ୍ତିକ ଭାବ ନଥିଲା ନଥିଲା ସେ ଆରମ୍ଭରୁ ଜଣେ ଖଣ୍ଟ ଥିଲା, ଚୋରି କରିବା ତାର ପ୍ରବୃତ୍ତି ଥିଲା। ଥିଲା କିନ୍ତୁ ଅଜାମିଳ ଏଭଳି ପାପୀ ପାପି ସିଏ ଜଣେ ପଣ୍ଡିତ ଥିଲା, ଜଣେ ଜ୍ଞାନୀ ଥିଲା, ଥିଲା ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲା, ବେଶ ପ୍ରଭୁ ପ୍ରତି ଆସକ୍ତ ତାର ଥିଲା, ଥିଲା ଆସକ୍ତି ଭାବନା ଥିଲା। ଥିଲା କିନ୍ତୁ ଦିନକର କଥା ବେଶ ସେଇ ଅଜାମିଳ ପିତୃ ଆଜ୍ଞା ପାଳି ପାଳି ଏ କାନନ ମଧ୍ୟକୁ ପୁଣି ଅଜାମିଳ ଗଲା। ଏଠାରେ ଅନେକ କାଶ ସଂଗ୍ରହ କରିଲା, ଆଜି ପିତୃ ଆଜ୍ଞା ପାଇଁ ପୁଣି ଏହି କଥା ଜାଣ, ପରିବାର ବେଳେ ସେ ତ ଫେରିଲା ବହନ, ବାଟରେ ଏକ ପୁରୁଷ କରେ ବଳାତ୍କାର, ନାରୀର ଶରୀର ଥିଲା ଉଲଗ୍ନଟି ଅଜାମିଳ ପାପୀ ବାସ୍ ପିତୃ ଆଜ୍ଞା ପାଳି ପାଳି ଜଙ୍ଗଲ ମଧ୍ୟକୁ ଯାଇଥିଲା, ଯାଇଥିଲା କାଷ୍ଠ ସଂଗ୍ରହ କରି ଫେରିବା ବାଟରେ ସେ ଦେଖିଲା ଏକ ପାପ କର୍ମ। ଜଣେ ପୁରୁଷ ବେଶ ଜଣେ ନାରୀକୁ ବଳାତ୍କାର କରୁଛି ଏବଂ ସେ ନାରୀଟି ଉଲଗ୍ନ ଅବସ୍ଥାରେ ଅଛି। ଏଭଳି ଉଲଗ୍ନ ନାରୀର ଅବସ୍ଥାକୁ ଦେଖି ସେ ଅପବିତ୍ର ହେଇଗଲା, ତାର ମନ ପାପ ହେଇଗଲା, ସେ ପାପାସକ୍ତ ହେଇଗଲା, ତାର ଇନ୍ଦ୍ରିୟକୁ ସେ ସଂଯମ କରିପାରିଲା ନାହିଁ। ତେଣୁ ଇନ୍ଦ୍ରିୟ ଅତ୍ୟନ୍ତ ସବଳ, ତାରେ ବିଶ୍ୱାସ ନାହିଁ, ଜାଣିବ ମଧ୍ୟେ ଆପସି ବିଘ୍ନ ଦିଏ ଘଟାଇ। କୃଷ୍ଣ ପ୍ରସାଦ ବସୁ କହିଲେ, କଣ କହିଲେ? କଣ ଯେ ଇନ୍ଦ୍ରିୟ ଅତ୍ୟନ୍ତ ସବଳ, ତାରେ ବିଶ୍ୱାସ ନାହିଁ। ଯଦି ସବୁଠାରୁ ବଳୁଆ କିଏ ସିଏ ହଉଛି ଇନ୍ଦ୍ରିୟ। ମୁଁ କହୁଥିଲି ଜ୍ଞାନୀ ଜନ ମଧ୍ୟ ଆକର୍ଷି ବିଘ୍ନ ଦିଏ ଘଟାଇ। ବେଶ ତେଣୁ ସେ ଭଳି ଜ୍ଞାନୀ ବେଶ ଅଜାମିଳ ବେଶ ଯିଏ ଏତେ ବଡ଼ ପଣ୍ଡିତ ଥିଲା, ଥିଲା ଯିଏ ପ୍ରଭୁ ପ୍ରତି ଆସକ୍ତି ଥିଲା, ଥିଲା ଏତେ ବଡ଼ ପଣ୍ଡିତ ଯେତେବେଳେ ଜଣେ ନାରୀର ଉଲଗ୍ନ ଶରୀରକୁ ଦେଖିଲା, ଦେଖିଲା ସେ ଇନ୍ଦ୍ରିୟକୁ ସଂଯମ କରିପାରିଲାନି ନାଇଁ ଏବଂ ସେ ପାପରେ ଲିପ୍ତ ହେଲା। ପରବର୍ତ୍ତୀ ସମୟରେ ସେ ନାରୀ ପ୍ରତି ଆସକ୍ତ ହେବା ପାଇଁ ନାରୀ ମାନଙ୍କୁ ବଳାତ୍କାର କଲା ଏବଂ ଅନେକ ପାପ କର୍ମରେ ଲିପ୍ତ ଥିଲା। ଥିଲା କିନ୍ତୁ ବେଶ ଇଏ ତାର ଯୋଉ 10ଟି ସନ୍ତାନ ଥିଲା, କେହି କେହି କମତି ସବୁ ଯାକ ସିଏ ପ୍ରଭୁଙ୍କର ନାମ ଦେଇଥିଲା। କିନ୍ତୁ ଆପଣ ମାନଙ୍କର ବ୍ୟାସକୃତ ସଂସ୍କୃତ ଭାଗବତରେ ଦେଇଛି ଶେଷ ସନ୍ତାନ 10ମ ସନ୍ତାନଟିର ନାମ ରଖିଥିଲା ନାରାୟଣ। ସେ ଯେତେବେଳେ ଶେଷ ସନ୍ତାନଟିର ନାମ ରଖିଥିଲା ନାରାୟଣ, ଅନ୍ତିମ ସମତାର ଆସିଲାଣି, ସେ ନାରାୟଣକୁ ଏତେ ଭଲ ପାଉଥିଲା ଯେ ବାସ୍ ସିଏ ଜଳପାନ କଲା ବେଳେ ତା ପୁଅକୁ ଜଳପାନ ଅର୍ଥାତ୍ ଜଳ ଦେଉଥିଲା, ନିଜେ ଖାଇଲା ବେଳେ ପୁଅକୁ ଡାକୁଥିଲା ତା ସାଙ୍ଗରେ ଖାଇବା ପାଇଁ। ସେ ଯାହା ବି କର୍ମ କରୁଥିଲା ସେ କେବଳ ପ୍ରତି ମୁହୂର୍ତ୍ତରେ ସେଇ ପୁଅ ନାରାୟଣ ନାରାୟଣ ନାରାୟଣ, ତାର ନାରାୟଣ କୁଆଡେ ଗଲୁ ରେ, ମୋ ପୁଅ ନାରାୟଣ କୁଆଡେ ଗଲୁ, ଏମିତି ସବୁବେଳେ ନାରାୟଣ ଶବ୍ଦ ତା ପାଟିରୁ ଉଚ୍ଚାରଣ ହଉଥିଲା। ଏବଂ ତାରି ଭିତରେ ଏତେ ସ୍ନେହରେ ଏତେ ଲୋଭରେ ସେ ନାରାୟଣଙ୍କୁ ସ୍ନେହ କରୁଥିଲା ଯେ ସମୟ ତାର ଅତିକ୍ରାନ୍ତ ହେଇଗଲା, ଅନେକ ସମୟ ତାର ବିତିଗଲା। କେତେବେଳେ ସେ ବୃଦ୍ଧା ହେଲା ବି ବୃଦ୍ଧ ହେଇଗଲା ସେ ଜାଣିନି। ଶେଷ ସମୟ ତାର ଆସିଲା, ଯେତେବେଳେ ଶେଷ ସମୟ ତାର ଆସିଛି ଜାଣିପାରୁନି ଅଜାମିଳ। ଏଣେ
ଯମଦୂତ ଆସିକି ପହଞ୍ଚିଲେ ଆପଣ ମାନଙ୍କର ଏ ଅଜାମିଳ ବିପ୍ରକୁ ନେବା ପାଇଁ ଯେତେବେଳେ ଦୂତମାନେ ଆସିକି ପହଞ୍ଚି ଗଲେ ଏ ଯମଦୂତଙ୍କର ଭୟଙ୍କର ରୂପକୁ ଦେଖିଦେଲା ଆପଣ ମାନଙ୍କର ଅଜାମିଳ ଅତି କ୍ରୋଧରେ ଅତି ଭୟରେ ଅର୍ଥାତ୍ ତାଙ୍କର ଏ ବିକଟାଳ ରୂପକୁ ଦେଖି ଭୟଙ୍କର ରୂପକୁ ଦେଖି ଅଜାମିଳ ଭୟ କରିଗଲା ତେଣୁ ଏଭଳି ଭାବରେ ଚିତ୍କାର କଲା ନାରାୟଣ ବୋଲି ଭୟରେ ଚିତ୍କାର କଲା ଏତେ ଶବ୍ଦ କଲା ଯେ ସେ ଶବ୍ଦ ପଡ଼ିଲା ଯାଇ ଏ ଯମଦୂତଙ୍କ ପାଶେ ଏହି ଠାରେ ଯମଦୂତ ମିଳିଲେ ସାହସେ ଏ ତାଙ୍କୁ ନେବା ପାଇଁ ପୁଣି ପ୍ରବେଶିଲେ ଜାଣ କଥା ଜାଣିଲେ ନାରାୟଣ ସେନାପୁର ଏ ଯମଦୂତ ଆସିଲେ ନବା ପାଇଁ କିନ୍ତୁ ନାରାୟଣଙ୍କର ଦୂତ ଏମାନଙ୍କ କର୍ଣ୍ଣରେ ପଡ଼ିଲା କିରେ ଆମ ପ୍ରଭୁଙ୍କର ଭକ୍ତ କିଏ କିଏ ଚିତ୍କାର କରି ଡାକିଲାଣି ନାରାୟଣ 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 ବୋଲି ଏ ଯମଦୂତଙ୍କ ନିକଟରେ ପହଞ୍ଚି ଗଲେ ନାରାୟଣ ଦୂତ କୁଆଡ଼େ ନା ଆମେ ନପୁଆକୁ କାହାକୁ ତମେ ନବ ପଢିଛି ପାପି ବୋଲି କହୁଛ ନା ହେଇପାରିବନି ଅଜାମିଳା ନୁହେଁ ଅଜାମିଳ ବି ନୁହେଁ ଯମଦୂତ ତ ଆମର ହବନି ଯମଦୂତ କହୁଛନ୍ତି ନେବା ପାଇଁ ଏ କହିଲେ ନା ହେଇପାରିବନି ଦେଖନ୍ତୁ କହିଲେ ଯାହା ହେଲେ ମଧ୍ୟ ଇଏ ପ୍ରଭୁଙ୍କର ନାମ ଜପ କରିଛି ନାଇଁ ଏଡେ ବଡ ପାପିଟା ତା ପୁଅକୁ ଡାକିଦେଲା ଆପଣ ଏ ତା ପୁଅକୁ ଡାକିଲା ସେ ତା ପାପରୁ ମୁକ୍ତି ହେଇଗଲା ଆମେ ନବୁନି ଗୋଟେ ଶ୍ଲୋକ ପଢୁଛି କୋ ଭଳ ବହୁ ଦିନ ଶ୍ଲୋକ ଛାଡ଼ିବିନି ବେଳେ ବେଳେ ଟିକିଏ ବିସ୍ମରଣ ହଉଛି ବ୍ୟାସକୃତ ସଂସ୍କୃତ ଭାଗବତ ଲେଖିଛି ଅଜ୍ଞାନ ଦଥବ ଜ୍ଞାନ ଅଜ୍ଞାନ ଦଥବ ଜ୍ଞାନ ଅଜ୍ଞାନ ହଉ ବା ଜ୍ଞାନରେ ହଉ ଆପଣ ମାନେ ଯଦି ପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ ତାହେଲେ ପାପରୁ ମୁକ୍ତି ପାଇବେ ଅଜ୍ଞାନ ଦଥବା ଜ୍ଞାନ ଦତ୍ତୋତ୍ତମ ଶ୍ଲୋକା ନାମ ଯୋ ସଂକୀର୍ତ୍ତିତ ମଘଂ ପୁଛୋ ଦହ ଦେ ଧୋ ଯଥା ନଳ